ଘରର ବଡ଼ ବା ପ୍ରଥମ ସନ୍ତାନଙ୍କର ସୁଖ ସମୃଦ୍ଧି ଓ ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ମାର୍ଗଶିର ମାସ କୃଷ୍ଣପକ୍ଷ ଅଷ୍ଟମୀ ତିଥିରେ ପ୍ରଥମାଷ୍ଟମୀ ପାଳନ କରାଯାଏ। ସେଦିନ ଘରର ସାନମାନେ ଟିକେ ମୁହଁ ଫୁଲେଇଲେ ବି ବଡ଼ମାନଙ୍କ ପାଇଁ ନୂଆ ଡ୍ରେସ୍ କିଣାଯାଇ ସିନ୍ଦୁର ଓ ଚନ୍ଦନ ଆଦିରେ ସଜାଇ ବନ୍ଦାପନା କରାଯାଏ। ସାଧାରଣତଃ ମାମୁଁ ମାଇଁମାନେ ଭଣଜା ଭାଣିଜୀଙ୍କୁ ଏହି ଦିନ ପଢୁଆଁ କରିଥାନ୍ତି। ଆମ ଓଡ଼ିଆ ସଂସ୍କୃତିରେ ବଡ଼ମାନଙ୍କୁ ଅଧିକ ଦାୟିତ୍ୱବାନ ଓ କର୍ତ୍ତବ୍ୟପରାୟଣ ହେବା ପାଇଁ ଏହି ଦିନ ପ୍ରେରଣା ଦେଇଥାଏ। ଓଡ଼ିଆ ଘରେ କ୍ଷୀରି ଖେଚୁଡ଼ି ଏଣ୍ଡୁରି ପିଠା ଚକୁଳି ପିଠା ପଣା ଓ ନାନାଦି ବ୍ୟଞ୍ଜନ କରାଯାଇ ଏହି ଦିନ ଆନନ୍ଦରେ ଗ୍ରହଣ କରାଯାଏ। ଏହି ଅଷ୍ଟମୀକୁ ପୋତୁଆ ଅଷ୍ଟମୀ ବୋଲି ମଧ୍ୟ କୁହାଯାଏ। ସାମାଜିକ ଦୃଷ୍ଟିକୋଣରୁ ଏହି ଅନନ୍ୟ ପର୍ବ ପ୍ରଥମାଷ୍ଟମୀ ନିମନ୍ତେ